କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର 2011 ମସିହା ଗାଁ କବିତା ପାଇଁ ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ। 2012 ମସିହାରେ ଭିନ୍ନ ଉପବନ ଗଳ୍ପ ସୃଷ୍ଟିଶ୍ରୀ ନାୟକ 2013 ମସିହା ଦାଦନ ଗଳ୍ପ କ୍ଷେତ୍ରବାସୀ ନାୟକ 2014 ମସିହା ପୀଡ଼ା ପର୍ବ କବିତା ନରେନ୍ଦ୍ର କୁମାର ଭୋଇ 2015 ମସିହା ମାନସାଙ୍କ ଗଳ୍ପ ସୁଜିତ କୁମାର ପଣ୍ଡା 2016 ମସିହା ଦାଗ କବିତା ଜ୍ଞାନୀ ଦେବାଶିଷ ମିଶ୍ର 2017 ମସିହା ଏ ସମ୍ପର୍କ ଏମିତି କବିତା ସୂର୍ଯ୍ୟସ୍ନାତ ତ୍ରିପାଠୀ 2018 ଶୋକ କବିତା ପାଇଁ ଜୟଦ୍ରଥ ସୁନା 2019 ବିମୁଗ୍ଧ ଉଚ୍ଚାରଣ ଆଲୋଚନା ପାଇଁ ଶିଶିର ବେହେରା ପାଇଥିଲେ। 2020 ଚେତନାର ଅନ୍ୱେଷଣ ପ୍ରବନ୍ଧ ପାଇଁ ଚନ୍ଦ୍ରଶେଖର ହୋତା ପାଇଥିଲେ। 2021 ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଦେବବ୍ରତ ଦାସ ପାଇଥିଲେ। 2021 ସାଗାଇ ଗାନାଦେ ସାନ୍ତାଳୀ ଭାଷାର ଉପନ୍ୟାସ କନ୍ନା ହାଁସଦା 2021 କଥା କଳ୍ପଲତା ସଂସ୍କୃତ ଭାଷାର କ୍ଷୁଦ୍ର ଗଳ୍ପ ସଂକଳନ ପାଇଁ ଶ୍ୱେତପଦ୍ମା ଶତପଥୀ ପାଇଥିଲେ।